ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ବୁଧବାର 25 ଦିନରେ ପହଞ୍ଚିଛି। ଗତକାଲି ସନ୍ଧ୍ୟା 7:30 ମିନିଟରେ ବ୍ୟାଘ୍ରଦେବୀ ଏବଂ ଠାକୁରାଣୀଙ୍କ ସନ୍ଧ୍ୟା ଆଳତି ହୋଇଥିଲା। ଏହି ସମୟରେ ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ତଥା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଉପଜିଲ୍ଲାପାଳ ତଥା ଯାତ୍ରା କମିଟି ମୁଖ୍ୟ ଉମାଶଙ୍କର ବେହେରା, ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଶୋଇ, ସମ୍ପାଦକ ସୁଶାନ୍ତ ମହାପାତ୍ର, ସୁଧୀର ରଞ୍ଜନ ବେହେରା, କୋଷାଧ୍ୟକ୍ଷ ମହେଶ୍ୱର ପାତ୍ର, ମ୍ୟୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାପରେ ବ୍ୟାଘ୍ରଦେବୀ ସିଂହବାହିନୀ ବେଶରେ ରାତି 10ଟାରେ ନଗର ଭ୍ରମଣରେ ବାହାରିଥିଲେ। ମା ଠାକୁରାଣୀ ସିଂହ ଉପରେ ବସି ନଗର ଭ୍ରମଣ କରିବା ସହ ଭକ୍ତିର ସହ ବୁଲିଥିଲେ। ଦେବୀ ତହସିଲ ଅଫିସ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ପଶ୍ଚିମମୁଖା ହୋଇ ଫେରି ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ। ଏହାପରେ ସେଠାରେ ବଡ଼ କୋଦଣ୍ଡାର ମହାଭାରତ, ମୁଜାଗଡ଼ର କଂସବଧ ଏବଂ କୃଷ୍ଣ ଦଧୁ ମନୁନ ନାଟକ ପରିବେଷଣ ହୋଇଛି। ବୁଧବାର ନାଟକ ସରିବା ପରେ ସନ୍ଧ୍ୟାରେ ଦେବୀଙ୍କ ବାହୁଡ଼ା ଯାତ୍ରା, ତେଣୁ ଉଭୟ ଦେବୀଙ୍କୁ ବନ ବିଭାଗ ଡାକବଙ୍ଗା ପର୍ଯ୍ୟନ୍ତ ନିଆଯିବ। ସେଠାରେ ଭେଟଯାତ୍ରା ଅନୁଷ୍ଠିତ ହେବା ପରେ ବ୍ୟାଘ୍ରଦେବୀଙ୍କୁ କୁଲାଡ଼ ଶୋଭାଯାତ୍ରାରେ ନିଆଯିବ। ସେଠାରେ ଦେବୀ ସ୍ଥାୟୀ ମନ୍ଦିରରେ ବିଶ୍ରାମ ନେବେ। ସେହିପରି ଦେବୀ ଠାକୁରାଣୀ ବନ ବିଭାଗ ଡାକବଙ୍ଗଳାରୁ ପଛକୁ ଫେରି ସ୍ଥାୟୀ ମନ୍ଦିରକୁ ଫେରିଯିବେ। ଏହାପରେ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଯାତ୍ରା ଉଦ୍ଯାପିତ ହେବ। ଏହାପରେ ପୁଣି 3 ବର୍ଷ ପରେ 2029ରେ ଯାତ୍ରା ହେବ। ସେହିପରି 25 ଦିନ ସନ୍ଧ୍ୟାରେ କବି ସମ୍ରାଟ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ବିଷ୍ଣୁପ୍ରସାଦ ପ୍ରଧାନ ସଂଯୋଜନା କରିଥିଲେ। ଅପରପକ୍ଷେ ଆଜି ଯାତ୍ରାରେ ସହଯୋଗ ପାଇଁ କୁଲାଡ଼ ବ୍ୟାଘ୍ରଦେବୀଙ୍କ ସମେତ କିଛି କର୍ମକର୍ତ୍ତାଙ୍କୁ ବିଧାୟକ ଉତ୍ସାହିତ କରିଥିଲେ। ଆଉ ଦିନକ ପରେ ଯାତ୍ରା ଉଦ୍ଯାପିତ ହେବାକୁ ଯାଉଥିବା ବେଳେ ଆଜି ସୁଦ୍ଧା ଦେବୀଙ୍କ କୃପାରୁ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ଚାଲିଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସାର୍, ମାଙ୍କର ଚଳିତ ବର୍ଷର 25 ଦିନର ଯାତ୍ରା ଶେଷ ହୋଇଛି। କ'ଣ ପ୍ରତିକ୍ରିୟା ରଖିବେ? ସମୁଦାୟ କ୍ରମ କ'ଣ ହେଲା, କେତେ ସଫଳତା ତ ନିଶ୍ଚିତ ଭାବରେ ଅଛି, କ'ଣ ପ୍ରତିକ୍ରିୟା ରଖିବେ? କିନ୍ତୁ ଆଜି ଠାକୁରାଣୀ ଯାତ୍ରା ଯଦି ସଫଳ ହେଇଛି କେବଳ ମାଆଙ୍କର ଆଶୀର୍ବାଦରୁ, ମା ଠାକୁରାଣୀ ମା ବ୍ୟାଘ୍ରଦେବୀଙ୍କର ମାନେ ଅସମ୍ଭବ ଗୋଟେ ଆଶୀର୍ବାଦ ଯାହାକୁ କୁହାଯାଉଛି ଭଞ୍ଜନଗରବାସୀଙ୍କ ପ୍ରତି ଅଛି, ଯାହାଫଳରେ ଭଞ୍ଜନଗରବାସୀ ଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଉପଭୋଗ କରୁଛନ୍ତି। ଆଉ ଏ ପରିପ୍ରେକ୍ଷୀରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରତିଦିନ ଆସି ମାଆଙ୍କୁ ଦର୍ଶନ କରନ୍ତି ଏବଂ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ଉପଭୋଗ କରନ୍ତି। ତେଣୁ ଭଞ୍ଜନଗର ପ୍ରତି ଯେଉଁ ଐତିହାସିକ ଯାତ୍ରା ଲକ୍ଷ୍ୟ ରଖାଯାଇଥିଲା ଭଞ୍ଜନଗରବାସୀଙ୍କ ତରଫରୁ, ତେଣୁ ମାଆଙ୍କର ଆଶୀର୍ବାଦ ଅଛି ଭଞ୍ଜନଗରବାସୀଙ୍କ ପ୍ରତି। ତେଣୁ ଆଜିକି 200 ବର୍ଷ ତଳେ ଯେଉଁମାନେ ଆରମ୍ଭ କରିଥିଲେ, ମୁଁ ମନେ ପକାଉଥିଲି ମଧ୍ୟରେ ଯେ ଗୋଟେ ଭଲ ବେଳାରେ ସେମାନେ ଠାକୁରାଣୀ ଯାତ୍ରା ଆରମ୍ଭ କରିଥିଲେ, ଯାହାଫଳରେ ଏତେ ଦିନ ଧରିକି ଯାତ୍ରା ଚାଲିଲେ ମଧ୍ୟ କୌଣସି ବିଶୃଙ୍ଖଳା ନାହିଁ। ଆପଣ ଦେଖିଥିବେ ସମସ୍ତଙ୍କର ସହଯୋଗ, ପୁଲିସ ପ୍ରଶାସନ, ସାଧାରଣ ଜନତା ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ, ମିଡ଼ିଆ ବନ୍ଧୁମାନେ ସମସ୍ତଙ୍କର ସହଯୋଗରେ ଏ ଯାତ୍ରା ସଫଳ ହୋଇଛି। ଆଉ ଧନ୍ୟବାଦ ବିଶେଷ ଭାବେ ଦେଉଛି ସାଧାରଣ ଜନତାକୁ। ଆକୁ ସାଧାରଣ ଜନତାକୁ ଏଥିପାଇଁ ଧନ୍ୟବାଦ ଦେଉଛି, ଶୃଙ୍ଖଳାର ସହିତ ଯାତ୍ରାକୁ ମଧ୍ୟ ଉପଭୋଗ କରୁଛନ୍ତି। ସାର୍, ଗୋଟେ କଥା କୁହାଯିବ, ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ଏକ ଉନ୍ନତ ଧରଣର ଆକୃଷ୍ଟ ଯାତ୍ରା ହେଇଛି, ଯାହା ଲୋକେ ଯାହା କହୁଛନ୍ତି ଏବଂ ଆପଣମାନଙ୍କର ମଧ୍ୟ ବିଶ୍ୱାସ ରହିଛି। ଏ ଯେଉଁ ଯାତ୍ରା ସଫଳତା ପଛର ମୂଳ କାରଣ କ'ଣ? ଶୁଣନ୍ତୁ, ଆ ପୂର୍ବରୁ ଯାତ୍ରା କମିଟିକୁ ଲାଗାମ ଲଗାଯାଉଥିଲା, କେହି କିଛି କହିପାରୁନଥିଲେ। ଯାତ୍ରା କମିଟିରେ ବହୁତ ବିଜ୍ଞ ଲୋକ ଥିଲେ ମଧ୍ୟ ସେମାନଙ୍କୁ ସୁଯୋଗ ନଥିଲା ଯେ କ'ଣ ନୂଆ ଜିନିଷ କରିବା ପାଇଁ। ଗୋଟେ NAC ଅଛି, NAC ସୁଯୋଗ ଦିଆଯାଉନଥିଲା ଏଠି କ'ଣ କରିବା ପାଇଁ। ବିଧାୟକ ହେଲା ପରେ ମ୍ୟୁନିସିପାଲିଟିକୁ ଫ୍ରି ଦିଆଯାଇଥିଲା, ଯାହାଫଳରେ ଆପଣ ଦେଖିବେ ରୋଡ଼ଠୁ ଆରମ୍ଭ କରି କାନ୍ଥ ବାଡ଼ ଚିତ୍ରାଙ୍କନରେ ଆଜି ମ୍ୟୁନିସିପାଲିଟିର ଅବଦାନ ଅତୁଳନୀୟ। ତା ସହ ଲାଇଟିଂ, ସଫେଇ ସବୁଥିରେ ମ୍ୟୁନିସିପାଲିଟିର ଅବଦାନ ଏବଂ ଯାତ୍ରା କମିଟିର ଆମର ଯେଉଁ କମିଟି ବାଲା ଅଛନ୍ତି, ଏମାନେ ଭଲ ଚିନ୍ତା କରି ଯାହା ଯାହା ଚିନ୍ତା କରିଥିଲେ ତାକୁ ବିଧାୟକ ମଞ୍ଜୁର କରିଥିଲେ ଯେ ଭଲ ଜିନିଷ ଚିନ୍ତା କରନ୍ତୁ, ଭଞ୍ଜନଗର ବି ଭଲ ହଉ। ତେଣୁ ଯାତ୍ରା କମିଟି ପରିଚାଳନା ଯେଉଁମାନେ ଦାୟିତ୍ୱରେ ଥିଲେ, ଯାହା ପ୍ରସ୍ତାବ ଦେଇଥିଲେ ତାକୁ ବିଧାୟକ ମଞ୍ଜୁର କରିଥିଲେ। ସେ ପରିପ୍ରେକ୍ଷୀରେ ଯାତ୍ରା ଭଲ ହେବ ବୋଲି ଯେଉଁ ଆଶା କରାଯାଉଥିଲା ତା ନିଶ୍ଚିତ ଭାବେ ସଫଳ ହୋଇଛି। ସଫଳତା ପଛରେ ଅଞ୍ଚଳବାସୀଙ୍କୁ କ'ଣ ବିଧାୟକ ହିସାବରେ କ'ଣ ବାର୍ତ୍ତା ଦେବେ? ମୁଁ ବିଧାୟକ ହିସାବରେ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଦେଉଛି, ସେମାନଙ୍କର ସମସ୍ତଙ୍କର ସହଯୋଗ ଥିବାରୁ। ଯେହେତୁ ସାଧାରଣ ଜନତାଙ୍କର ବି ସହଯୋଗ ନଥାନ୍ତା ଯାତ୍ରା ସମ୍ଭବ ହୋଇପାରନ୍ତାନି। ଆପଣ ଦେଖିଥିବେ ଆଶାତୀତ ଭିଡ଼, ଲକ୍ଷେ ଲୋକ ଆସିବେ, ଭକ୍ତ ଦର୍ଶନ କରିବାକୁ ଆସିବେ, କେତେ ପୋଲିସ ଦରକାର, ପୋଲିସ କେତେ ଥିଲେ। ପୋଲିସକି ଧନ୍ୟବାଦ ଦେଉଛି, ରାତି 3ଟା 4ଟା ପର୍ଯ୍ୟନ୍ତ ପୋଲିସ ଅହରହ କଷ୍ଟ ପଡ଼ି ଯାତ୍ରାକୁ ସଫଳ କରୁଛନ୍ତି। ତେଣୁ ପୋଲିସ ଏବଂ ପ୍ରଶାସନକୁ ଧନ୍ୟବାଦ ଦେଉଛି, ମିଡ଼ିଆ ବନ୍ଧୁମାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଯାତ୍ରା କମିଟି ତାକୁ ଧନ୍ୟବାଦ ଦେଉଛି।
ଏବଂ ମୋ ଅଞ୍ଚଳର ସାଧାରଣ ଜନତାକୁ ବି ଧନ୍ୟବାଦ ଦେଉଛି ସେମାନଙ୍କର ସହଯୋଗରେ ଏ ଯାତ୍ରା ସଫଳ ହୋଇପାରିଛି ଏବଂ ଦୁଇ ମାଆଙ୍କ ପାଖରେ ଆଶା ରଖୁଛି ବି ଯେ ଆଗାମୀ ଦିନରେ 3 ବର୍ଷ ପରେ ଯାତ୍ରା ହେବ ଆଠୁ ଆହୁରି କେମିତି ଭଲ ହେବ ଏ ଆଶା ବି ରଖିଛି। ମା ଆସିଥିଲେ ବହୁତ ଖୁସି ଥିଲେ, ଆଜି ମା ବିଦାୟ ନେବେ, କେତେ ମନ ଭିତରେ କେତେ ଦୁଃଖ ରହିଛି? ଏ ତ ସେ ସମୟର କଥା। ମୁଁ ଯାହା ଦେଖିଛି ମା ଗଲା ସମୟରେ ସମସ୍ତେ ପ୍ରାୟ କାନ୍ଦନ୍ତି। ତେଣୁ ଯେଉଁ ରାତି 12:30 ଭେଟସ୍ଥଳୀରେ ଉଭୟ ଭେଟ ହେବେ, ଆପଣ ଦେଖିବେ ନିଜେ ଯେଉଁମାନେ ବିଶ୍ୱାସ କରୁନାହାନ୍ତି ହିନ୍ଦୁ ସଂସ୍କୃତିକୁ, ଠାକୁର ନାହାନ୍ତି ବୋଲି କହୁଛନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରୁଛି ଆସନ୍ତୁ ଦେଖନ୍ତୁ ଭେଟସ୍ଥଳୀରେ କ'ଣ ହେଉଛି, ଲୋକଙ୍କର ଆଖିରୁ କେତେ ଲୁହ ଖସୁଛି, ଏ ମା ଆସ୍ତିରେ ପଳଉଛନ୍ତି। ଆଉ କାଲି ଭଞ୍ଜନଗର ଦେଖିବେ, କାଲି ଯେମିତି ମରୁଡ଼ି ହେଲେ ଯେମିତି ଦେଖାଯାଏ, କାଲି ସକାଳେ ଅବସ୍ଥା ଭଞ୍ଜନଗର ସେମିତି ହେବ। ଏତେ ଦିନର କୋଳାହଳ, ଲୋକ ହସ ଖୁସିରେ ଥିଲେ, ହଠାତ୍ ମା ବିଦାୟ ନେଲା ପରେ କାଲି ଦିନଟି ଆମ ପାଇଁ ଗୋଟେ ଦୁଃଖଦାୟକ ଘଟଣା ହେବ। ତେଣୁ ଆଶା କରୁଛି ମାଆଙ୍କର ଆଶୀର୍ବାଦରୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀକୁ ସବୁ ପ୍ରକାର ବିପଦରୁ ରକ୍ଷା କରନ୍ତୁ ଏବଂ ଏଠିକାର ଜନସାଧାରଣଙ୍କୁ ଏମାନଙ୍କର ସମସ୍ତ ଉତ୍ତରାଉତ୍ତର ଉନ୍ନତି କରନ୍ତୁ ଏହି କାମନା କରୁଛି। ଭଞ୍ଜନଗରରୁ ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।